ସାଙ୍ଗମାନେ କେଉଁ ଭଳିଆ ଘଞ୍ଚ ଜଙ୍ଗଲ ଜାଗା। ପ୍ରକାଶ ବାବୁ ନୂଆ ନୂଆ କି ବାହାରିଛନ୍ତି, ବହୁତ ସ୍ପିଡ଼ରେ ଯାଉଛନ୍ତି, ତାଙ୍କର ଏନର୍ଜି ପାୱାର ବହୁତ ଅଧିକ। କଥା କହିଲେ ବି ମାନୁନାହାନ୍ତି, ଟିକେ ରହିଯାଆନ୍ତୁ ବି ତଥାପି ସିଏ ଶୁଣୁନାହାନ୍ତି, ବହୁତ ସ୍ପିଡ଼ରେ। ଦେଖନ୍ତୁ ସାଙ୍ଗମାନେ, ବହୁତ ଘଞ୍ଚ ଜଙ୍ଗଲ ଜାଗା। ଆସନ୍ତୁ କେବେ ଜଟାହାରୀ ବୁଲିବାକୁ। ଭିଡ଼ିଓଟିକୁ ଲାଇକ୍ ଆଣ୍ଡ ସେୟାର କରିଦିଅନ୍ତୁ, ସମସ୍ତଙ୍କୁ ପଠାଇ ଦିଅନ୍ତୁ। ବହୁତ ଘଞ୍ଚ ଜଙ୍ଗଲ। ଦେଖନ୍ତୁ ବର୍ଷା ହେଲେ ଏଇପଟେ ପାଣି ଯାଏ, ପ୍ରଚୁର ପରିମାଣରେ ପାଣି, ବନ୍ୟା ବି ହେଇଯିବାର ସମ୍ଭାବନା ବି ଥାଏ। ଦେଖିକରି ଆସିବେ, ବର୍ଷା ହେଲେ ଏ ଜାଗାକୁ ଆସିବେ ନାହିଁ। ଅତ୍ୟଧିକ ବର୍ଷା ଲଘୁଚାପ ହେଲେ ଏ ଜାଗାକୁ ଆସିବେ ନାହିଁ। ଏଠି ନେଟୱାର୍କ ନାହିଁ, ଖାଲି ଯାହା ଭିଡ଼ିଓ ବନେଇବେ ତାପରେ ଛାଡ଼ିବେ। ସାଙ୍ଗରେ ଯେତେବେଳେ ଆସିବେ ପାଣି ବୋତଲ କିଛି ଖାଇବା ଧରିକି ଆସିବେ। ଏଠି କିଛି ନାହିଁ, କିଛି ପାଇବେନି। ଏଠି ପୁରା ଅନ୍ଧାର ଜାଗା, ଦିନରେ ବି ଏଠି ଅନ୍ଧାର। ଦେଖନ୍ତୁ ଦିନରେ ବି ଆମେ ଲାଇଟ୍ ମାରିକି ଯାଉଛୁ ଏ ଜାଗାରେ। ଦେଖନ୍ତୁ ସାଙ୍ଗମାନେ, ସରୋଜ ବାବୁ ବି ଆଗେ ଆଗେ ପଳେଇଲେ। ସେ ଲାଷ୍ଟ କଲ୍ରେ ଭାଉଜ ସହିତ କଥା ହେଇଛନ୍ତି, ତା ପର୍ଯ୍ୟନ୍ତ ଏବେ ବି ମୋବାଇଲ ନେଟୱାର୍କ ନାହିଁ, ସେ କଥା ହେଇପାରୁନାହାନ୍ତି, ଯାହାଦ୍ୱାରା କି ଆମେମାନେ ଦୁଃଖିତ।